जय जगन्नाथ। श्रीमद् भगवद गीतार प्रथम अध्यायर तृतीय श्लोक। पश्येतां पाण्डुपुत्राणा माचार्य महतिं चमुं व्यूढ़ां द्रुपदपुत्रेण तव शिष्येण धीमता। अर्थात, हे आचार्य, आपणଙ୍କ बुद्धिमान शिष्य द्रुपदपुत्र दृष्टद्युम्न द्वारा व्यूहाकाରରେ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ଏହି ବିରାଟ ସେନାକୁ ଦେଖନ୍ତୁ। ପ୍ରଶ୍ନ: ଦୃଷ୍ଟଦ୍ୟୁମ୍ନ ଦ୍ରୁପଦଙ୍କ ପୁତ୍ର ଆପଣଙ୍କର ବୁଦ୍ଧିମାନ ଶିଷ୍ୟ ଦୁର୍ଯ୍ୟୋଧନ କେଉଁ ଅଭିପ୍ରାୟରେ ଏପରି କହିଲେ? ଉତ୍ତର: ଦୁର୍ଯ୍ୟୋଧନ ବଡ଼ ଚତୁର କୂଟନୀତିଜ୍ଞ ଥିଲେ। ଦୃଷ୍ଟଦ୍ୟୁମ୍ନଙ୍କ ପ୍ରତି ପ୍ରତିହିଂସା ତଥା ପାଣ୍ଡବଙ୍କ ପ୍ରତି ଦ୍ରୋଣାଚାର୍ଯ୍ୟଙ୍କର ମନ୍ଦ ଭାବନା ଉତ୍ପନ୍ନ କରାଇ ତାଙ୍କୁ ବିଶେଷ ଉତ୍ତେଜିତ କରିବା ପାଇଁ ଦୁର୍ଯ୍ୟୋଧନ ଦୃଷ୍ଟଦ୍ୟୁମ୍ନଙ୍କୁ ଦ୍ରୁପଦପୁତ୍ର ଏବଂ ଆପଣଙ୍କର ବୁଦ୍ଧିମାନ ଶିଷ୍ୟ ବୋଲି କହିଛନ୍ତି। ଏହି ଶବ୍ଦ ପ୍ରୟୋଗ ଦ୍ୱାରା ସେ ତାଙ୍କୁ ସୂଚାଇ ଦେଇଥିଲେ, ଦେଖନ୍ତୁ, ଦ୍ରୁପଦ ଆପଣଙ୍କ ସହିତ ପ୍ରଥମେ ଅନୁଚିତ ବ୍ୟବହାର କରିଥିଲେ ଏବଂ ପରେ ସେ ଆପଣଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଯଜ୍ଞ କରି ଦୃଷ୍ଟଦ୍ୟୁମ୍ନଙ୍କୁ ପୁତ୍ର ରୂପେ ପାଇଥିଲେ। ଦୃଷ୍ଟଦ୍ୟୁମ୍ନ ଏପରି କୂଟନୀତିଜ୍ଞ ଏବଂ ଆପଣ ଏପରି ସରଳ ଯେ ଆପଣଙ୍କୁ ମାରିବାକୁ ଜନ୍ମ ହୋଇ ମଧ୍ୟ ସେ ଆପଣଙ୍କ ଦ୍ୱାରା ଧନୁର୍ବେଦ ଶିକ୍ଷା ପାଇଛି। ପୁଣି ବର୍ତ୍ତମାନ ମଧ୍ୟ ତାର ବୁଦ୍ଧିମତ୍ତା ଦେଖନ୍ତୁ ଯେ ସେ ଆପଣଙ୍କୁ ପରାସ୍ତ କରିବାକୁ ଅତି ସୁନ୍ଦର ବ୍ୟୂହ ରଚନା କରିଛି। ଏହି ପୁରୁଷକୁ ପାଣ୍ଡବମାନେ ନିଜର ପ୍ରଧାନ ସେନାପତି କରିଛନ୍ତି। ବର୍ତ୍ତମାନ ଆପଣଙ୍କର କର୍ତ୍ତବ୍ୟ କ'ଣ, ଆପଣ ବିଚାର କରନ୍ତୁ। ପ୍ରଶ୍ନ: କୌରବ ସେନା 11 ଅକ୍ଷୌହିଣୀ ଥିଲା ଏବଂ ପାଣ୍ଡବ ସେନା କେବଳ 7 ଅକ୍ଷୌହିଣୀ ଥିଲା। ତଥାପି ଦୁର୍ଯ୍ୟୋଧନ କାହାକୁ ବିରାଟ ବୋଲି କାହିଁକି କହିଲେ ଏବଂ ତାହାକୁ ଦେଖିବା ପାଇଁ ଆଚାର୍ଯ୍ୟଙ୍କୁ କାହିଁକି ଅନୁରୋଧ କଲେ? ଉତ୍ତର: ସଂଖ୍ୟାରେ କମ୍ ହେଲେ ମଧ୍ୟ ବଜ୍ରବ୍ୟୂହରେ ସଜ୍ଜିତ ହୋଇଥିବାରୁ ପାଣ୍ଡବ ସେନା ବିରାଟ ଜଣାଯାଉଥିଲେ। ପୁଣି ସଂଖ୍ୟାରେ ଅପେକ୍ଷାକୃତ ସ୍ୱଳ୍ପ ଥାଇ ମଧ୍ୟ ଯେଉଁ ସେନାରେ ପୂର୍ଣ୍ଣ ସୁବ୍ୟବସ୍ଥା ଥାଏ, ସେହି ସେନା ବିଶେଷ ଶକ୍ତିଶାଳୀ ବୋଲି ପରିଗଣିତ ହୁଏ। ତେଣୁ ଦୁର୍ଯ୍ୟୋଧନ କହିଥିଲେ, ଆପଣ ଏହି ବ୍ୟୂହାକାରରେ ଠିଆ ହୋଇଥିବା ସୁବ୍ୟବସ୍ଥିତ ବିରାଟ ସେନାକୁ ଦେଖନ୍ତୁ ଏବଂ ଆମ ପକ୍ଷର ଯେପରି ବିଜୟ ହେବ ସେହିପରି ଉପାୟ କରନ୍ତୁ। ପାଣ୍ଡବ ସେନାଙ୍କ ବ୍ୟୂହରଚନା ଦେଖାଇ ବର୍ତ୍ତମାନ ଦୁର୍ଯ୍ୟୋଧନ ପରବର୍ତ୍ତୀ 3ଟି ଶ୍ଲୋକରେ ପାଣ୍ଡବ ସେନାର ପ୍ରମୁଖ ମହାରଥୀମାନଙ୍କର ନାମ କହିଛନ୍ତି। ଜୟ ଜଗନ୍ନାଥ।